ପିଲାମାନେ ଆଜି ଆମେ ତମ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଭାଗ ହସ୍ତଖେଳ ବହିର ପାଠ 2 ଟୁନାଟୁନି ଗପଟିକୁ ଭଲ ଭାବରେ ପଢ଼ିବା ଏବଂ ବୁଝିବା। ତା ପୂର୍ବରୁ ଯଦି ପିଲାମାନେ ତମେମାନେ ଏହି ଭିଡ଼ିଓଟିକୁ ଦେଖୁଥାଅ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ୍ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ଗୁଡ଼ିକର ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବ। ଚାଲ ପିଲାମାନେ ଗପଟିକୁ ଭଲ ଭାବରେ ପଢ଼ିବା, ତାପରେ ବୁଝିବା। ପିଲାମାନେ ତମମାନେ ପୃଷ୍ଠା 4 ସମସ୍ତେ ବହିରେ ଖୋଲିଛ କି ନାହିଁ? ଚାଲ ପିଲାମାନେ ପଢ଼ିବା। ପାଠ 2 ହେଲା। ଗପଟିର ନାଁ କ'ଣ? ନା ଟୁନା ଆଉ ଟୁନି। ଚାଲ ପିଲାମାନେ ପଢ଼ିବା। ଟୁନା ଟୁନି ଭାଇ ଭଉଣୀ ଆଣିଲେ ଚାଉଳ ଚୁନା, ବିରି ବାଟିଲେ ଚକୁଳି କଲେ, କହିଲେ ଚଟିଆ ଅନା। କବାଟ ଖୋଲି କହିଲା ଟୁନା, ବାଘ ମାମୁଁ ହେ ଆସ, ଚକୁଳି ଚିନି ଚଟଣି ଖାଇ ଚୌକି ଉପରେ ବସ। ଚୌକି କଲା କଟକଟ, ବାଘ ମାମୁଁ ଛଟପଟ। ପିଲାମାନେ ତମମାନେ ବି ମୋ ସହିତ ପଢ଼ ଆଉ ଥରେ। ଟୁନା ଟୁନି ଭାଇ ଭଉଣୀ ଆଣିଲେ ଚାଉଳ ଚୁନା, ବିରି ବାଟିଲେ ଚକୁଳି କଲେ, କହିଲେ ଚଟିଆ ଅନା। କବାଟ ଖୋଲି କହିଲା ଟୁନା, ବାଘ ମାମୁଁ ହେ ଆସ, ଚକୁଳି ଚିନି ଚଟଣି ଖାଇ ଚୌକି ଉପରେ ବସ। ଚୌକି କଲା କଟକଟ, ବାଘ ମାମୁଁ ଛଟପଟ। ଏବେ ପିଲାମାନେ ଗପଟିକୁ ବୁଝିବା ହେଲା। ଟୁନା ଟୁନି ଭାଇ ଭଉଣୀ ହେଲା। ଏଇ ଟୁନା ଟୁନି ଦୁଇ ଜଣ କିଏ? ନା ଭାଇ ଆଉ ଭଉଣୀ। ଟୁନା କିଏ? ନା ଟୁନା ହଉଛି ଟୁନିର ଭାଇ, ଟୁନି ହଉଛି ଟୁନାର ଭଉଣୀ ହେଲା। ଏଠି ଦେଖ ପିଲାମାନେ ଭାଇ ଭଉଣୀ ଦୁହେଁ ବସିଛନ୍ତି। ଟୁନା ଟୁନି ଦୁହେଁ ହେଉଛନ୍ତି ଭାଇ ଆଉ ଭଉଣୀ। ଆଣିଲେ ଚାଉଳ ଚୁନା। ସେମାନେ କ'ଣ କଲେ? ଚାଉଳର ଯୋଉ ଚୁନାକୁ ଦୁହେଁ ମିଶି ଆଣିଲେ। ତାପରେ କ'ଣ କଲେ ଦେଖିବା। ବିରି ବାଟିଲେ ଚକୁଳି କଲେ, କହିଲେ ଚଟିଆ ଅନା। ଦୁଇ ଜଣ କ'ଣ କଲେ? ନା ଭାଇ ଭଉଣୀ ମିଶିକି, ଭାଇ ଭଉଣୀ କିଏ? ପିଲାମାନେ ଟୁନା ଆଉ ଟୁନି ଦୁଇ ଜଣ ମିଶିକି କ'ଣ କଲେ? ନା ଚାଉଳର ଚୁନା ଆଣିଲେ। ତାପରେ କ'ଣ କଲେ? ନା ବିରି ବାଟିଲେ ଚକୁଳି କଲେ। ପୁଣି ପିଲାମାନେ ଏଇଠି ଦେଖ ବିରିକୁ ସେମାନେ ବାଟିଲେ। ବିରିକୁ ବାଟିକି କ'ଣ କଲେ? ନା ଚକୁଳି କଲେ। ତାପରେ କହିଲେ ଚଟିଆ ଅନା। ଏଠି ପିଲାମାନେ ଦେଖୁଛ ଚାଳ ଉପରେ ଚଟିଆ ଅଛି। ଚଟିଆକୁ କ'ଣ କହିଲେ? ନା ଅନା ବୋଲି କହିଲେ ସେମାନେ। ବୁଝିପାରୁଛ କି ନାହିଁ ପିଲାମାନେ? ତାପରେ କ'ଣ ହେଲା ପିଲାମାନେ ଦେଖିବା। କବାଟ ଖୋଲି କହିଲା ଟୁନା, ବାଘ ମାମୁଁ ହେ ଆସ, ଚକୁଳି ଚିନି ଚଟଣି ଖାଇ ଚୌକି ଉପରେ ବସ। ପିଲାମାନେ ତମମାନେ ଏଠି ଟୁନାକୁ ଦେଖିପାରୁଛ। ସେମାନେ ଯେତେବେଳେ ବିରି ବାଟିକି ଚକୁଳି କଲେ, ତାପରେ କ'ଣ କଲେ? ନା କବାଟ ଖୋଲି କହିଲା ଟୁନା, କବାଟ ଖୋଲି କହିଲା ଟୁନା, ବାଘ ମାମୁଁ ହେ ଆସ। ଏଠି ଟୁନିର ଭାଇ ଟୁନା କ'ଣ କଲା? ନା କବାଟ ଖୋଲିଲା। କବାଟ ଖୋଲିକି କାହାକୁ ଡାକିଲା? ନା ବାଘ ମାମୁଁକୁ ଏଠି ଡାକିଲା। ତାପରେ କ'ଣ କଲା? ନା ଚକୁଳି ଚିନି ଚଟଣି ଖାଇ ଚୌକି ଉପରେ ବସ। ତାପରେ ସେ ବାଘ ମାମୁଁକୁ କ'ଣ ଖାଇବାକୁ ଦେଲେ? ନା ଚକୁଳି ଆଉ ଚିନି ଆଉ ଚଟଣି ଖାଇବାକୁ ଦେଲେ। ତାପରେ କ'ଣ କହିଲେ? ନା କହିଲେ, ବାଘ ମାମୁଁ ତୁ ଯା ଚୌକି ଉପରେ ବସ। ତାକୁ ଚୌକିଟିଏ ଦେଲେ ବସିବା ପାଇଁ। ତାପରେ କ'ଣ ହେଲା ଦେଖିବା। ଚୌକି କଲା କଟକଟ, ବାଘ ମାମୁଁ ଛଟପଟ। କ'ଣ ହେଲା ଏଠି? ନା ଟୁନା ଯେତେବେଳେ କ'ଣ ଟୁନା ଟୁନି ଦୁହେଁ ମିଶିକି ବାଘ ମାମୁଁକୁ ଚକୁଳି ଚିନି ଚଟଣି ଖାଇବାକୁ ଦେଲେ। ତାପରେ ବାଘ ମାମୁଁକୁ ଏଇ ଚୌକି ଉପରେ ବସିବା ପାଇଁ କହିଲେ। ବାଘ ମାମୁଁ ତାପରେ ପିଠା ଖାଇସାରିକି ଏଠି କ'ଣ କରୁଛି ଦେଖିପାରୁଛ କି ନାହିଁ? ଥାଳି ଆଉ କ'ଣ ଗ୍ଲାସ ରଖିଛି। ପିଠା ଖାଇସାରିକି ଯେତେବେଳେ ସେ ଚୌକି ଉପରେ ବସିଛି, ଚୌକିଟି ତାପରେ କ'ଣ ହେଇଛି? ଚୌକି କଟକଟ ହୋଇକି ଭାଙ୍ଗି ଯାଇଛି। ତାପରେ ବାଘ ମାମୁଁ କ'ଣ ହେଇଛି? ନା ତଳେ ପଡ଼ି ଛଟପଟ ହେଇଛି ହେଲା। ଆଚ୍ଛା ପିଲାମାନେ ତମମାନେ ଗପଟିକୁ ଭଲ ଭାବରେ ବୁଝିପାରିଲ କି ନାହିଁ? ଆଚ୍ଛା ହଉ, ମୁଁ ଆଉ ଥରେ ସେ ଗପଟିକୁ କହୁଛି, ତମମାନେ ମନ ଦେଇକି ଶୁଣ। ପିଲାମାନେ ଟୁନା ଟୁନି ଦୁହେଁ ଭାଇ ଭଉଣୀ ସେମାନେ କ'ଣ କଲେ? ନା ଚୁନାକୁ, ଚାଉଳର ଯୋଉ ଚୁନା ହୁଏ ତମମାନେ ଦେଖିଛ କି ନାହିଁ? ଚାଉଳରୁ ଯୋଉ ଚୁନା ହୁଏ ଆମେ ପିଠା କରି ଖାଆନ୍ତି, ସେଇ ଚାଉଳର ଚୁନାକୁ ଆଣିଲେ। ତାପରେ ବିରିକୁ ବାଟି ଚକୁଳି କଲେ। ତାପରେ ଟୁନିର ଭାଇ ଟୁନା କ'ଣ କଲା? କବାଟ ଖୋଲିକି ଏଠି ବାଘ ମାମୁଁକୁ ଡାକିଲା। ସେମାନେ ଯେଉଁ ବିରି ବାଟିକି ଚକୁଳି କରିଥିଲେ, ସେ କ'ଣ କଲେ? ନା ବାଘ ମାମୁଁକୁ କ'ଣ ଚକୁଳି ଚିନି ଚଟଣି ଖାଇବାକୁ ଦେଲେ।
ତାପରେ କ'ଣ କଲେ ନା ଚକୁଳି ଚିନି ଚଟଣି ଖାଇବାକୁ ଦେଇ ସାରିକି ବାଘ ମାମୁଁକୁ ଚୌକି ଉପରେ ବସିବା ପାଇଁ କହିଲେ। ବାଘ ମାମୁଁ କ'ଣ କଲା ନା ପିଠା ଖାଇସାରିକି ସେ ଚୌକି ଉପରେ ବସିଲା। ତାପରେ କ'ଣ ହେଲା ପିଲାମାନେ, ଚୌକିଟି କଟମଟ ହୋଇ ଭାଙ୍ଗିଗଲା। ତାପରେ ବାଘ ମାମୁଁ ତଳେ ପଡ଼ି ଛଟପଟ ହେଇ ପଡ଼ିଗଲା। ତମମାନେ ଏବେ ବୁଝିପାରିଲ କି ନାହିଁ ପିଲାମାନେ? ଏଇଠି ଦେଖ ପିଲାମାନେ, ବାଘ ମାମୁଁ କେମିତି କ'ଣ ଚିଆରର ଏଇଠି ଗୋଡ଼ ଭାଙ୍ଗି ଯାଇଛି। ବାଘ ମାମୁଁ ତଳେ ପଡ଼ି ଛଟପଟ ହୋଇଛି। ଏବେ ପିଲାମାନେ ତମମାନେ ବୁଝିପାରିଲ କି ନାହିଁ ଗପଟିକୁ? ଏବେ ଭଲ ଭାବରେ ବୁଝିପାରିଥିବ। ଏବେ ତମକୁ ମୁଁ କିଛି ପ୍ରଶ୍ନ ପଚାରିବି, ତମେ ତାହାର ଉତ୍ତର ମତେ ଦବ, ହେଲା? ଆଚ୍ଛା କହିଲ ଦେଖି, ଟୁନାର ଭଉଣୀର ନାମ କ'ଣ? ଟୁନାର ଭଉଣୀର ନାମ କ'ଣ? କୁହ। ଏବେ ପଢିଥିଲ। ଟୁନାର ଭଉଣୀର ନାମ ହେଉଛି ଟୁନି। କ୍ୱେଶ୍ଚନ ନମ୍ବର 2, ଟୁନିର ଭାଇର ନାମ କ'ଣ? ଟୁନିର ଭାଇର ନାମ କ'ଣ? ଟୁନା। କ୍ୱେଶ୍ଚନ ନମ୍ବର 3, ଟୁନା ଟୁନି କ'ଣ ବାଟିକି ଚକୁଳି କଲେ? ଟୁନା ଓ ଟୁନି କ'ଣ ବିରିକୁ ବାଟିକି ଚକୁଳି କଲେ? କ୍ୱେଶ୍ଚନ ନମ୍ବର 4, ଟୁନା ଟୁନି କାହାକୁ ଚକୁଳି ଖାଇବାକୁ ଦେଲେ? କୁହ କୁହ ପିଲାମାନେ, ତମମାନେ ଏଇଟା ଭଲ ଭାବରେ ଜାଣିଥିବ। ଟୁନା ଟୁନି କାହାକୁ ଚକୁଳି ଖାଇବାକୁ ଦେଲେ? ନା ବାଘ ମାମୁଁକୁ ଚକୁଳି ଖାଇବାକୁ ଦେଲେ, ହେଲା? କ୍ୱେଶ୍ଚନ ନମ୍ବର 5, କ'ଣ କଟମଟ ହୋଇ ଭାଙ୍ଗିଗଲା? କୁହ ପିଲାମାନେ, ତମେମାନେ ଏଇଟା ଭଲ ଭାବରେ କହିପାରିବ। ଏଠି ଦେଖ ପିଲାମାନେ, କ'ଣ କଟମଟ ହେଇକି ଭାଙ୍ଗିଗଲା? କ'ଣ ନା ଚୌକି କଟମଟ ହେଇକି ଏଠି ଭାଙ୍ଗିଗଲା। ତାପରେ କ୍ୱେଶ୍ଚନ ନମ୍ବର 6, କିଏ ତଳେ ପଡ଼ି ଛଟପଟ ହେଲା ପିଲାମାନେ? ଏଇଟା ଭଲ ଭାବରେ କହିପାରିବ ତମମାନେ, ମୁଁ ଜାଣିଛି। ପିଲାମାନେ କୁହ। ନା ବାଘ ମାମୁଁ ଏଠି ତଳେ ପଡ଼ି ଛଟପଟ ହେଲା। ଆଚ୍ଛା ପିଲାମାନେ କହିଲା ଦେଖି, ତମମାନଙ୍କୁ ଯଦି ସ୍କୁଲରେ ଏଇଭଳି ପ୍ରଶ୍ନ ପଚରାଯାଏ, ତମେ ତାର ଆନ୍ସର ଦେଇପାରିବ କି ନାହିଁ? ତମେ ତାହାର ଆନ୍ସର ଭଲ ଭାବରେ ଦେଇପାରିବ। ଆଚ୍ଛା ହଉ ପିଲାମାନେ, ତମମାନଙ୍କୁ ଯଦି ଏଇ ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।